Good morning students. This is Dr. Amresh Patnaik from Amresh Classes, the YouTube channel. ପିଲାମାନେ ଆଜି ନବମ ଶ୍ରେଣୀର ଇତିହାସର ଦ୍ୱିତୀୟ ପାଠର ତୃତୀୟ ଭାଗକୁ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଆଜି ଏଇ ଯୋଉ ପ୍ରଥମ ବିଶ୍ୱଯୁଦ୍ଧ ବିଷୟରେ ଆମେ ପ୍ରଥମ ଆଉ ଦ୍ୱିତୀୟ ଭାଗରେ ପଢିଥିଲେ, ସେ ଯୋଉ ଯୁଦ୍ଧ ହେଇଥିଲା ସେ ପ୍ରଥମ ବିଶ୍ୱଯୁଦ୍ଧର ଫଳାଫଳ କଣ ହେଇଥିଲା ସେ ବିଷୟରେ ଆମେ ବିକ୍ଷିପ୍ତ ଆଲୋଚନା ମାଧ୍ୟମରେ ବୁଝିପାରିବା। ପ୍ରଥମେ ଯିବା ଜାଣିବା ଏଇ ଯୁଦ୍ଧର ଫଳାଫଳ କଣ ଥିଲା। କୋଉ ଯୁଦ୍ଧ ନା ଆମର ପ୍ରଥମ ବିଶ୍ୱଯୁଦ୍ଧର ଫଳାଫଳ କଣ ହେଇଥିଲା। ଯେତେବେଳେ 1914 ମସିହାରେ ବିଶ୍ୱଯୁଦ୍ଧ ଏଯାବତ୍ ପୃଥିବୀର ସବୁଠାରୁ ବଡ଼ ବିପର୍ଯ୍ୟୟାତ୍ମକ ଘଟଣା ଏବଂ ପୂର୍ବରୁ ଘଟିଥିବା ସମସ୍ତ ଯୁଦ୍ଧ ତୁଳନାରେ ଏହା ସବୁଠାରୁ ଅଧିକ ବିଭୀଷିକାପୂର୍ଣ୍ଣ ଓ ବିନାଶକାରୀ ଥିଲା। ବିଭୀଷିକାପୂର୍ଣ୍ଣ ଆଉ ବିନାଶକାରୀ ଥିଲା, ସବୁଠୁ ଯନ୍ତ୍ରଣାଦାୟକ ଥିଲା, ସବୁଠୁ କଷ୍ଟଦାୟକ ଥିଲା, ସବୁଠୁ ବେଶୀ ଦୁଃଖଦାୟକ ବିନାଶକାରୀ ଦାୟକ ଥିଲା କିଏ ନା ଏଇ ଯୁଦ୍ଧଟି। ପ୍ରାୟ 36ଟି ରାଷ୍ଟ୍ର ଏହି ଯୁଦ୍ଧରେ ଯୋଗ ଦେଇଥିଲେ। ଯୁଦ୍ଧ ପକ୍ଷରୁ ମିଶି ପ୍ରାୟ 650 ଲକ୍ଷରୁ ଅଧିକ ଲୋକ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ଏବଂ 130 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ମରିଯାଇଥିଲେ। 130 ଲକ୍ଷରୁ ଅଧିକ, 650 ଲକ୍ଷରୁ ଅଧିକ ଯୁଦ୍ଧରେ ଭାଗ ନେଇଥିଲେ। 220 ଲକ୍ଷରୁ ଅଧିକ ଆଘାତପ୍ରାପ୍ତ ହୋଇଥିଲେ, ଯନ୍ତ୍ରଣାଦାୟକ ହେଇଥିଲା। 70 ଲକ୍ଷରୁ ଅଧିକ ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ହରାଇଥିଲେ, କାହାର ହାତ ତ କାହାର ଗୋଡ଼ କଟି ଯାଇଥିଲା ଏହି ଯୁଦ୍ଧରେ। ଏହା ଥିଲା ପ୍ରଥମ ଯୁଦ୍ଧ ଯେଉଁଥିରେ କି ଟ୍ୟାଙ୍କ, ଉଡ଼ାଜାହାଜ, ବୁଡ଼ାଜାହାଜ, ବିଷାକ୍ତ ବାଷ୍ପ, ଆକାଶରୁ ନିକ୍ଷେପ ହେଉଥିବା ବୋମା ଭଳି ନୂତନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ବହୁ ସଂଖ୍ୟାରେ ମଧ୍ୟ ଏଥିରେ ଯୋଗ ମଧ୍ୟ ଦିଆଯାଇଥିଲା। ଏ ଯୁଦ୍ଧରେ ସୁଦୂର ପ୍ରସାରୀ ପରିଣାମ ଅନେକ ରାଜନୈତିକ, ଅର୍ଥନୈତିକ, ସାମାଜିକ ଅବସ୍ଥାକୁ ସେ ପ୍ରଭାବିତ କରିଥିଲା। ତେଣୁ ଯୋଉ ବିଭିନ୍ନ ଅବସ୍ଥାକୁ ସେ ପ୍ରଭାବିତ କରିଥିଲା, ସେ ବିଭିନ୍ନ ଅବସ୍ଥା ମାଧ୍ୟମରେ ଆମେ ଜାଣିପାରିବା କଣ କଣ କୋଉ ଅବସ୍ଥାକୁ କିଭଳି ଭାବେ ପ୍ରଭାବିତ କରିଥିଲା। ଏଇ ଚିତ୍ରଟି ପିଲେ ଦେଖିପାରୁଥିବ, ଇଏ ଯୁଦ୍ଧ ସମୟର ଉଡ଼ାଜାହାଜ। ବର୍ତ୍ତମାନ ଉଡ଼ାଜାହାଜ ବହୁତ ସୁନ୍ଦର ଦେଖାଯାଉଛି, କିନ୍ତୁ ଏଇ ଯୁଦ୍ଧ ସମୟର ଉଡ଼ାଜାହାଜ ଥିଲା ବହୁତ ବଡ଼ ଥିଲା। ପ୍ରଥମେ ଜାଣିବା ଆମେ ରାଜନୈତିକ ପରିଣାମର କଣ ଥିଲା। ରାଜନୈତିକ ପରିଣାମରେ ରାଜତନ୍ତ୍ର ଶାସନର ଲୋପ ହୋଇଥିଲା, ଏହା ହେଉଛି ତାର ପ୍ରଥମ କାରଣ। ପ୍ରଥମଟି କଣ ହେଲା? ରାଜତନ୍ତ୍ର ଶାସନର ଲୋପ ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧ ୟୁରୋପ ତଥା ଅନ୍ୟାନ୍ୟ ମହାଦେଶ ମାନଙ୍କର ଅନେକ ଦେଶ ଗୁଡ଼ିକରେ ସ୍ୱେଚ୍ଛାଚାରୀ ଏବଂ ରାଜତନ୍ତ୍ର ଶାସନର ଲୋପ ଘଟିଥିଲା। ସ୍ୱେଚ୍ଛାଚାରୀ ଏବଂ ରାଜତନ୍ତ୍ର ଶାସନ ଯୋଉ ଚାଲିଥିଲା ତାର ଲୋପ ଘଟାଇଥିଲା। ପ୍ରଥମ ହେଉଛି ତାର ରାଜନୈତିକ ପରିଣାମ। ଏହି ଯୁଦ୍ଧ ଫଳରେ ଜର୍ମାନୀର ହୋହେନଜୋଲେନ, ଅଷ୍ଟ୍ରିଆର ହାବସବର୍ଗ, ରୁଷିଆର ରୋମାନୋଭ ଭଳି ପୁରାତନ ତଥା ମହାନ ରାଜବଂଶ ଗୁଡ଼ିକର ମଧ୍ୟ ପତନ କରିଦେଇଥିଲା। କିଏ କିଏ ନା ଜର୍ମାନୀର ହୋହେନଜୋଲେନ, ଅଷ୍ଟ୍ରିଆର ହାବସବର୍ଗ, ରୁଷିଆର ରୋମାନୋଭ, ଏହି ସବୁ ପୁରାତନ ଯୋଉ ଥିଲା ରାଜବଂଶ ତାର ପ୍ରଥମେ କରିଥିଲା। ପରେ 1922 ନଭେମ୍ବର ମାସରେ ତୁର୍କୀର ସୁଲତାନ ଆତ୍ମସମର୍ପଣ କରି ରାଜଗାଦି ପରିତ୍ୟାଗ କରିବା ଦ୍ୱାରା ତୁର୍କୀର ଉସ୍ମାନୀ ରାଜବଂଶ ଶାସନର ସମାପ୍ତି ଘଟିଥିଲା। କୋଉ ରାଜବଂଶ ନା ଉସ୍ମାନୀ ରାଜବଂଶ ଗୋଟେ ଥିଲା ତୁର୍କୀର, ତାର ଶାସନର ସମାପ୍ତି ଘଟିଥିଲା। 1923 ମସିହାରେ ଅକ୍ଟୋବର ମାସରେ ଖଲିଫା ପଦର ଉଚ୍ଛେଦ ହୋଇଥିଲା। ଏହା ବ୍ୟତୀତ ପୋଲାଣ୍ଡ, ବୁଲଗେରିଆ, ଚେକୋସ୍ଲୋଭାକିଆ, ଫିନଲ୍ୟାଣ୍ଡ ଏକଛତ୍ରବାଦୀ ଶାସନର ଅନ୍ତ ବି ଘଟିଥିଲା। ସେମାନେ ଏକଛତ୍ରବାଦୀ ମନୋମୁଖୀ ଶାସନ କରୁଥିଲେ, ଯାହା ଚାହୁଁଥିଲେ ସେୟା କରିପାରୁଥିଲେ, ତାକୁ ଏକଛତ୍ରବାଦୀ ଶାସନ କୁହାଯାଉଥିଲା। ତାହାର ମନୋମୁଖୀ ଶାସନର ଏକଛତ୍ରବାଦୀ ଶାସନ ମଧ୍ୟ ଅନ୍ତ ଘଟିଲା ବା ଆଉ ସେଠାରୁ ହେଲାନି, ବନ୍ଦ ହେଇଗଲା। ଏହାପରେ ଇଂଲଣ୍ଡ, ସ୍ପେନ, ଗ୍ରୀସ, ରୁମାନିଆରେ ପାରମ୍ପରିକ ରାଜତନ୍ତ୍ରର ମୂଳୋତ୍ପାଟନ ହୋଇପାରିନଥିଲା ସୁଦ୍ଧା ଦେଶଗୁଡ଼ିକର ଶାସନ ବ୍ୟବସ୍ଥା ଓ ଢାଞ୍ଚାରେ ପ୍ରଭୂତ ଗଣତାନ୍ତ୍ରିକ ନୀତି ନିୟମ ଅନୁସୃତ ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧର ଠିକ୍ ପରେ ପରେ ଏହି ଦେଶଗୁଡ଼ିକର ସରକାର ଗଠନରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କି ତାନ୍ତ୍ରିକ ନା ଗଣତାନ୍ତ୍ରିକ ପ୍ରକ୍ରିୟା, ଡେମୋକ୍ରାଟିକ ପ୍ରୋସେସ, ଡେମୋକ୍ରାସି, ଗଣତନ୍ତ୍ର ଯେଭଳି ହେଇଥିଲା ଗଣତନ୍ତ୍ର ପ୍ରକ୍ରିୟାଟି ଆରମ୍ଭ ହୋଇଥିଲା। ଯୋଉ ଗଣତନ୍ତ୍ର କାହାକୁ କୁହାଯାଏ ପିଲେ? ତୁମର ତ ମନ ଥିବ ନିଶ୍ଚିତ, ଗଣତନ୍ତ୍ର ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା। ଡେମୋକ୍ରାସି ଇଜ ଫର ଦ ପିପୁଲ, ଅଫ ଦ ପିପୁଲ ଆଣ୍ଡ ବାୟ ଦ ପିପୁଲ। ଦ୍ୱିତୀୟରେ ହେଲା ଗଣତନ୍ତ୍ରର ବିକାଶ ହେଇଥିଲା। କଣ ହେଇଥିଲା? ଗଣତନ୍ତ୍ରର ବିକାଶ ହଉଛି ତାର ଦ୍ୱିତୀୟ। ଗଣତନ୍ତ୍ର ବିକାଶରେ କଣ ହେଲା ନା କେନ୍ଦ୍ର ଶକ୍ତି ବିରୋଧରେ ମିତ୍ର ଶକ୍ତିର ଯୁଦ୍ଧୋତ୍ତର ଘୋଷଣା ଲୋକମାନଙ୍କୁ ଗଣତନ୍ତ୍ର ପ୍ରତି ପ୍ରେରଣା ପ୍ରଦାନ କରିଥିଲା। ଯୁଦ୍ଧ ଶେଷ ହେବା ପରେ ୟୁରୋପର ପ୍ରାୟ ଅଧିକାଂଶ ଦେଶରେ ରାଜତନ୍ତ୍ର ସ୍ଥାନରେ ଗଣତାନ୍ତ୍ରିକ ସରକାର ଗଠନ ହୋଇଥିଲା। ଯେତେବେଳେ ରାଜତନ୍ତ୍ର ଚାଲିଥିଲା, ରାଜତନ୍ତ୍ର ଲୋକମାନଙ୍କୁ ଏତେ ପସନ୍ଦ ନଥିଲା, କାହିଁକି? ସେମାନେ ରାଜା ଯାହା ଚାହୁଁଥିଲେ ସେ ଅନୁସାରେ ସେମାନେ ଶାସିତ ହେଉଥିଲେ। କିନ୍ତୁ ଗଣତନ୍ତ୍ର ସରକାର ଗଠନ ହେବାର କାରଣ ହେଉଛି ଗଣ ଅର୍ଥ ଲୋକ, ତନ୍ତ୍ର ଅର୍ଥ ଶାସନ। ଲୋକମାନେ ନିଜକୁ ନିଜେ ଶାସନ କରିବେ।
तो यहाँ समस्त को पसंद लगी। पराजय पर जर्मानी अधिवासी माने गणतांत्रिक आवेगर एते उत्साहित हो जाइथिले जे सेमाने तांको देश रे राजतंत्र समाप्ति घोषणा करी साधारणतंत्र प्रतिष्ठा करथिले। कौन करथिले ना राजतंत्र समाप्ति घोषणा कर दैथिले एवं साधारणतंत्र प्रतिष्ठा करथिले। यह जर्मनी एकत्रीकरण पर प्रथम साधारणतंत्रीय सरकार थिला। अन्य देश गुड़िक जर्मनी को अनुसरण कले। प्रथम विश्वयुद्ध पर प्रतिष्ठित होइथिबा जो साधारणतंत्र राष्ट्र गुड़िक हेले किए किए जानिछ? रूसिया, चेकोस्लोवाकिया, जर्मनी, ऑस्ट्रिया, पोलैंड, लिथुआनिया, फिनलैंड, तुर्की इत्यादि। किए किए? रूसिया, चेकोस्लोवाकिया, जर्मनी, ऑस्ट्रिया, पोलैंड, लिथुआनिया, फिनलैंड आउ तुर्की। यह पर आमे जानिबा आंतर्जातिकतावादर क्रम विकास। आंतर्जातिकतावादर क्रम विकास रे कोन हेतिला यह विषय बर्तमान आमे जानिबा। प्रथम विश्वयुद्धर विनाशकारी परिणाम विभिन्न राष्ट्र मानक आखि खोली हेतिला। परस्पर मध्य सहयोग और बंधुता बिना शांति सद्भाव प्रतिष्ठा हो पारिबो नाही बोली सेमाने उपलब्धि करथिले। जदि आमे परस्पर मिसिकी न रहिबा, बंधुता न करिबा, शांति सद्भाव एटा होची प्रतिष्ठा केबे हेले हे पारिबो नाही। समस्या गुड़िकर समाधान पर युद्ध एकमात्र विकल्प पंथा नुहे बोली सेमाने अनुभव कले। एहीपरि राष्ट्र मानक मध्य आंतर्जातिकवादर विकास घटिबा फल भविष्य में एभली युद्ध आशंका को दूर कर शांतिपूर्ण सहावस्थान अवलंबन करने उद्देश्य 1919 मसीह कौन होता जानिछ पिले? 1919 मसीह प्यारिस शांति सम्मेलन आहूत होता। कौन पाई ना शांति रे समस्ते सहावस्थान करने समस्त आग्रह बढ़िला। समस्ते आम शांति रहिबा। तेणु फ्रांस प्रधानमंत्री क्लेमेंस को सभापतित्व अनुष्ठित सम्मेलन में वस्तुतः युक्तराष्ट्र अमेरिकार राष्ट्रपति वुड्रो विलियम, इंग्लैंड प्रधानमंत्री लॉर्ड जॉर्ज क्लेमेंट समस्त निष्पत्ति निर्धारण मुख्य भूमिका ग्रहण करथिले। यही सम्मेलन स्वाक्षरित होइथिबा चुक्ति गुड़िक मध्य सबुठारु दीर्घ गुरुत्वपूर्ण चुक्ति थिला फ्रांस रो वर्साई ठारे जर्मनी सहित स्वाक्षरित होइथिबा वर्साई संधि, द ट्रीटी ऑफ वर्साइलिस। द ट्रीटी ऑफ वर्साइलिस फ्रांस रो वर्साई ठारे जर्मनी सहित गोटे चुक्ति स्वाक्षरित होइथिला, ताको आमे वर्साई चुक्ति बोली कहा जाय। से वर्साई चुक्ति होइथिला सबुठारु दीर्घ आ गुरुत्वपूर्ण चुक्ति। यह चुक्तिर शर्त गुड़िक एक तरफा, निर्देशात्मक, अपमानजनक होइथिबारु यह जर्मनी रे प्रतिशोध परायणतार सृष्टि कला एवं द्वितीय विश्वयुद्ध ପାଇଁ आउ थरे कारण होइगला। समस्ते भाबुथिले द्वितीय विश्वयुद्ध हेबो नाही, किंतु ए जो वर्साई चुक्तिटी आसीथिला यह एक तरफा थिला। यह निर्देशात्मक, अपमानजनक होइथिबारु यह जर्मनी रे प्रतिशोध परायणता सृष्टि कला एवं द्वितीय विश्वयुद्ध ପାଇଁ कारण हला। ए चुक्ति व्यतीत प्यारिस ठारे ऑस्ट्रिया सहित सेंट जर्मन चुक्ति, प्यारिस ठारे ऑस्ट्रिया सहित सेंट जर्मन चुक्ति, हंगेरी सहित ट्रायन चुक्ति, बुल्गारिया सहित न्यूली चुक्ति, तुर्की सहित सेवर्स और लसेन चुक्ति स्वाक्षरित होइथिला। युक्तराष्ट्र अमेरिकार राष्ट्रपति वुड्रो विल्सन प्रस्ताव अनुसार राष्ट्र मानक समस्या गुड़िक परस्पर मध्य आलोचना माध्यम समाधान करने को स्थायी भाव में एक आंतर्जातिक अनुष्ठान प्रतिष्ठा करने ए सम्मेलन में निष्पत्ति नियाइथिला। यही निष्पत्तिर फलस्वरूप आमर सृष्टि है लीग ऑफ नेशन। यही निष्पत्ति अनुसार आमर सृष्टि है जातिसंघ, दैट इज कॉल्ड लीग ऑफ नेशन। जातिसंघ सृष्टि होगा पर नंबर 4 जातीयतावादर विकास घटिला। तो ये जातीयतावादर विकास किभली घटिला ए विषय में जानिबा। वर्तमान प्रथम विश्वयुद्ध पर जातीयतावाद उपर आधारित चिंताधारा को विशेष गुरुत्व दिया जाउथला एवं आउ कोन होतला समग्र यूरोप रे जातीयतावादर विकास घटिला। समग्र यूरोप रे कोन हला ए जातीयतावादर विकास घटिथिला। कोनोसी नूतन राष्ट्र गठन करने को निष्पत्ति नेबा बेले संपृक्त अंचलर भाषा, धर्म, सभ्यता, संस्कृति, जीवन यापन प्रणाली, प्रथा और परंपरा को विचार को नेबा आवश्यक बोली मत प्रकाश कले। युक्तराष्ट्र अमेरिकार राष्ट्रपति वुड्रो विल्सन प्यारिस सम्मेलन रे आत्म सिद्धांत और आत्म निष्पत्ति नीति उपर गुरुत्व देथिले। वुड्रो विल्सन किए युक्तराष्ट्र अमेरिकार राष्ट्रपति। सी को सम्मेलन रे प्यारिस सम्मेलन। ए प्यारिस सम्मेलन रे आत्म सिद्धांत, सेल्फ डिटर्मिनेशन, सेल्फ डिसीजन, आत्म निष्पत्ति नीति उपर से गुरुत्व आरोप करथिले।
ତାଙ୍କର 14 ସୂତ୍ରୀ କାର୍ଯ୍ୟକ୍ରମରେ ପ୍ରତ୍ୟେକ ରାଷ୍ଟ୍ରକୁ ଆତ୍ମ ସିଦ୍ଧାନ୍ତର ଅଧିକାର ଦିଆଯିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। ତାଙ୍କର କେତୋଟି ନା 14 ସୂତ୍ରୀ କାର୍ଯ୍ୟକ୍ରମ ଥିଲା। ଏହି ମତ ଭିତ୍ତିରେ ପ୍ୟାରିସ ଶାନ୍ତି ସମ୍ମିଳନୀର ଅବ୍ୟବହିତ ଠାରେ 8ଟି ନୂତନ ରାଷ୍ଟ୍ର ଗଠିତ ହୋଇଥିଲା। କେତୋଟି ନା ପ୍ୟାରିସ ଶାନ୍ତି ସମ୍ମିଳନୀର ଅବ୍ୟବହିତ ପରେ 8ଟି ନୂତନ ରାଷ୍ଟ୍ର ଗଠନ ହେଲା। ସେଗୁଡ଼ିକ ହେଲା ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭାକିଆ, ହଙ୍ଗେରୀ, ପୋଲାଣ୍ଡ, ଫିନଲାଣ୍ଡ, ଲିଥୁଆନିଆ, ଇଷ୍ଟୋନିଆ ଆଉ ଲାଟିଭିଆ। ଏହାପରେ ଆମେ ଜାଣିବା ଦ୍ୱିତୀୟ ଅର୍ଥନୈତିକ ପରିଣାମ କଣ ହେଇଥିଲା। ପ୍ରଥମେ ଆମେ ଜାଣିଲେ, ବର୍ତ୍ତମାନ ଜାଣିବା ଅର୍ଥନୈତିକ ପରିଣାମ। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁଁ ହୋଇଥିବା ବିପୁଳ ପରିମାଣର ଆର୍ଥିକ କ୍ଷତି, ଅପଚୟ, ବିନାଶ ଉଭୟ ବିଜେତା ଓ ବିଜିତ ରାଷ୍ଟ୍ରମାନଙ୍କ ଅର୍ଥନୈତିକ ଅବସ୍ଥା ଉପରେ ବିଶେଷ କ୍ଷୟକାରୀ ପ୍ରଭାବ ପକାଇଥିଲା। ଉଭୟ ପକ୍ଷ ଯୁଦ୍ଧରେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଏ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ପ୍ରାୟ 100 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପରୋକ୍ଷ ଭାବରେ ଖର୍ଚ୍ଚର ଅଟକଳ କରିବା ସମ୍ଭବ ହୋଇପାରେ ନାହିଁ। ଯଦି ପ୍ରତ୍ୟକ୍ଷ ଭାବରେ ଦେଖାଯିବ, ଏ ଯୁଦ୍ଧରେ ପ୍ରାୟ 100 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। 100 କୋଟି, ତ ସେଇ ସମୟରେ 100 କୋଟିର ଆକଳନ ତ ତମେ କରିପାରୁଥିବ ପିଲାମାନେ। ବିଶ୍ୱଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କ ଅର୍ଥନୀତି କିଭଳି ବିପର୍ଯ୍ୟସ୍ତ ହୋଇଥିଲା ତାହାକୁ ପ୍ରଥମେ ଗୋଟିଏ ଜାଣିବା। ପ୍ରଥମେ ଜାଣିବା ଅର୍ଥନୈତିକ ବିକାଶର ବାଧା ସୃଷ୍ଟି ହୋଇଥିଲା। ଅର୍ଥନୈତିକ ବିକାଶର ବାଧା କିଭଳି ସୃଷ୍ଟି ହୋଇଥିଲା ନା ଯୁଦ୍ଧରତ ରାଷ୍ଟ୍ରମାନଙ୍କରେ ସରକାର ସମସ୍ତ ଟଙ୍କା ଯୁଦ୍ଧରେ ଖଟାଇବାକୁ ସେହି ରାଷ୍ଟ୍ରଗୁଡ଼ିକୁ ଶିଳ୍ପ, ବ୍ୟବସାୟ, କୃଷି, ବାଣିଜ୍ୟ ବିକାଶ ଏସବୁ ବାଧାପ୍ରାପ୍ତ ହେଲା। ଫଳରେ ଅନେକାଂଶରେ ଉତ୍ପାଦନ ମଧ୍ୟ ହ୍ରାସ ପାଇଲା। ଲୋକମାନଙ୍କର ଚାହିଦା ମେଣ୍ଟାଇବାକୁ ସରକାରଙ୍କୁ ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକ ଅନ୍ୟ ଦେଶରୁ ଆମଦାନୀ କରିବାକୁ ପଡ଼ିଲା। କାହିଁକି ଆମ ଦେଶରେ ଯୁଦ୍ଧ ପାଇଁ ଯେତିକି ସବୁ ନଷ୍ଟ ହୋଇଯାଇଥିଲା, କୃଷି, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ସବୁ ନଷ୍ଟ ହୋଇଗଲା। ତେଣୁ ଲୋକମାନଙ୍କର ତ ବଞ୍ଚିବେ ନା, ଆମେ ତ ଖାଇକି ବଞ୍ଚିବା ନା। ତ ଲୋକମାନେ ବଞ୍ଚିବା ପାଇଁ ସରକାରଙ୍କୁ କ'ଣ ହେଲା, ଅତ୍ୟାବଶ୍ୟକ ଜିନିଷ ଯାହା ଖାଦ୍ୟ, ବସ୍ତ୍ର, ବାସଗୃହ ଯାହା ବି ସେଗୁଡ଼ିକ ସେ ଆମଦାନୀ କରି ଅନ୍ୟ ଦେଶରୁ ତାଙ୍କୁ ଆଣିବାକୁ ପଡ଼ିଲା। ସମସ୍ତ ଜିନିଷର ଦର ବହୁ ପରିମାଣରେ ବୃଦ୍ଧି ପାଇଲା। ଏହା ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆହୁରି ଦୁର୍ବଳ କରିଦେଲା। ଫଳରେ ସେମାନଙ୍କୁ ବହୁ ଦୁଃଖ କଷ୍ଟରେ ଜୀବନ ବିତାଇବାକୁ ପଡ଼ିଥିଲା। ଏହାପରେ ମୁଦ୍ରାସ୍ଫୀତ ବିଷୟରେ ଜାଣିବା। ମୁଦ୍ରାସ୍ଫୀତ କ'ଣ ନା ଭାରି ସଂଖ୍ୟାର ଋଣ ଯୋଗୁଁ ରାଷ୍ଟ୍ରମାନେ ବହୁ ପରିମାଣରେ କାଗଜ ଟଙ୍କା ପ୍ରଚଳନ କରିବାକୁ ପଡ଼ିଲା। କାହିଁକି ଯେ ସେତେବେଳେ କ'ଣ ଥିଲା, ଗେଣ୍ଡୁ ଥିଲା, ବିଭିନ୍ନ ଧାତୁରେ ନିର୍ମିତ ଟଙ୍କା ଗୁଡ଼ିକ ସେତେବେଳେ ଚାଲିଥିଲା। ତେଣୁ ବର୍ତ୍ତମାନ ସେତେବେଳେ କ'ଣ ହେଲା, ଯେ ଯେଉଁ ଋଣ ଭାର ଟିକେ ଅଧିକ ହୋଇଗଲା, ସେମାନେ ସମସ୍ତେ କାଗଜ ଟଙ୍କା ପ୍ରଚଳନ କରିବା ପାଇଁ ତାଙ୍କୁ ପଡ଼ିଥିଲା। ଏହା ଫଳରେ ମୁଦ୍ରାସ୍ଫୀତ ଘଟିଲା, ଟଙ୍କାର ମୂଲ୍ୟ ହ୍ରାସ ପାଇଲା, ଜିନିଷପତ୍ରର ଦରଦାମ ବୃଦ୍ଧି ପାଇଲା ଏବଂ ସରକାରଙ୍କ ଦ୍ୱାରା ଗୃହୀତ ଅର୍ଥନୀତି ଲୋକଙ୍କ ସମସ୍ୟା ଦୁଃଖକୁ ଆଉ ଟିକେ ଅଧିକ ଉତ୍କଟ କରିଦେଇଥିଲା। ତାପରେ ଯିବା, ଏହା ତ ଗଲା ମୁଦ୍ରାସ୍ଫୀତ ବିଷୟରେ। ଏବେ ଜାଣିବା ଟିକସର ବୋଝ। ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅନେକ ଦେଶରେ ସରକାର କ'ଣ କଲେ, ବିଭିନ୍ନ ପ୍ରକାର ଟିକସ ବସାଇଲେ। ଆଚ୍ଛା, ଏ ଟିକସ ମାନେ ପିଲେ କିଏ ଦେବ ଜାଣିଛ? ଲୋକମାନେ, ଜନସାଧାରଣ ହିଁ ଟିକସକୁ ଦେବେ। ତେଣୁ ସେ ବିଭିନ୍ନ ସରକାର କ'ଣ କଲେ, ବିଭିନ୍ନ ପ୍ରକାର ଟିକସ ଲୋକମାନଙ୍କ ଉପରେ ପକାଇଲେ। ଭୟଙ୍କର ଆର୍ଥିକ ଦୁରାବସ୍ଥାକୁ କଷ୍ଟ ପାଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଗଲା। ତେଣୁ ଅତି ମାତ୍ରାରେ ଟିକସର ବୋଝ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ତାଙ୍କୁ ବୃଦ୍ଧି କଲା। ସେମାନେ ଜନ ଅସନ୍ତୋଷ ସୃଷ୍ଟି କଲା। ଏହା ଗଲା ଆମର ଅର୍ଥନୈତିକ ଅବସ୍ଥା, ଅର୍ଥନୈତିକ ପରିଣାମ। ତାପରେ ଆମେ ଜାଣିବା ସାମାଜିକ ପରିଣାମ ମଧ୍ୟ କିଭଳି ଥିଲା। ସାମାଜିକ ପରିଣାମ, ସାମାଜିକ ପରିଣାମ କ'ଣ ହେଲା ନା ପ୍ରଥମ ବିଶ୍ୱଯୁଦ୍ଧ ଯେତେବେଳେ ଫଳରେ ବିଭିନ୍ନ ଦେଶରେ କେତେକ ଉଲ୍ଲେଖନୀୟ ସାମାଜିକ ପରିବର୍ତ୍ତନ ଘଟିଥିଲା। ଏ ପରିବର୍ତ୍ତନ ଗୁଡ଼ିକ ମଧ୍ୟରୁ ଗୋଟିଏ ଆମେ କେତେକ ହାନିକାରକ, କେତେକ ନକାରାତ୍ମକ ମଧ୍ୟ ଥିଲା। ସେ ହାନିକାରକ ନକାରାତ୍ମକ ଯେଉଁ ଥିଲା କାରଣ ଗୁଡ଼ିକ, ପରିଣାମ, ସେ ବିଷୟରେ ଆମେ ଜାଣିବା। ପ୍ରଥମରେ ଥିଲା ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ। ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ କିଭଳି ଆସିଥିଲା ସେଇଟା ଦେଖିବା। ଯୁଦ୍ଧ ଅଗ୍ରସର ହେବା ସଙ୍ଗେ ଶତ୍ରୁ ବିପକ୍ଷରେ ଲଢ଼େଇ କରିବା ପାଇଁ ଏକ ଯୁଦ୍ଧ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା ମାନଙ୍କରେ କାମ କରିବା ପାଇଁ ଅଧିକ ସୈନ୍ୟଙ୍କ ଆବଶ୍ୟକତା ପଡ଼ିଲା। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଲୋକଙ୍କୁ ସେମାନେ ପୂର୍ବରୁ କରୁଥିବା ଚାକିରି ଛାଡ଼ି ସୈନ୍ୟବାହିନୀରେ ଯୋଗ ଦେବାକୁ ପଡ଼ିଲା। କାହିଁକି? ଯଦି ସୈନ୍ୟବାହିନୀରେ ଯୋଗ ଦିଅନ୍ତି ତାଙ୍କୁ ଖାଦ୍ୟ, ପାନୀୟ, ବସ୍ତ୍ର ସବୁ ମିଳିବ। କିନ୍ତୁ ଯଦି ଅନ୍ୟ କୌଣସି ଚାକିରି କରନ୍ତି ତାଙ୍କୁ ନିଜେ କଳକାରଖାନାରେ କାମ କରିବା ପାଇଁ ଅଧିକ
ସୈନ୍ୟର ଆବଶ୍ୟକତା ପଡ଼ିଲା, ଯୁଦ୍ଧ ସାମଗ୍ରୀ ଅଧିକ ଉତ୍ପାଦନ କରିବା ପାଇଁ ଦରକାର ପଡ଼ିଲା। ଫଳରେ ଉକ୍ତ ଚାକିରି ଗୁଡ଼ିକରେ ଉପୁଜିଥିବା ଖାଲି ସ୍ଥାନ ଗୁଡ଼ିକ ମହିଳାମାନଙ୍କ ଦ୍ୱାରା ପୂରଣ ହେବାକୁ ଲାଗିଲା। କାହିଁକି ସମସ୍ତେ ଯଦି ପୁରୁଷ ପଳେଇବେ ଯୁଦ୍ଧ କରିବା ପାଇଁ ସୈନ୍ୟବାହିନୀରେ ଯୋଗ ଦେବେ, ତେବେ ଯୋଉ ଫାଙ୍କା ସ୍ଥାନ ଗୁଡ଼ିକ ରହିବ, ଖାଲି ସ୍ଥାନ ରହିବ ଯୋଉ ଚାକିରିରେ, ସେ ଚାକିରି କରିବ କିଏ? ବର୍ତ୍ତମାନ ପଡ଼ିଲା ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ ଆସିଲା। ସେତେବେଳେ ପର୍ଯ୍ୟନ୍ତ ସମସ୍ତ ଦେଶରେ ମହିଳାମାନେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ରହୁଥିଲେ। ଗୃହୋପଯୋଗୀ କର୍ତ୍ତବ୍ୟ ଛଡ଼ା ଆଉ ସେମାନେ କିଛି ଜାଣି ନଥିଲେ। କିନ୍ତୁ ଯୁଦ୍ଧ ଫଳରେ ହଠାତ୍ ଅବସ୍ଥାରେ ପରିବର୍ତ୍ତନ ଘଟିଲା। ମହିଳାମାନେ କଳକାରଖାନା କାର୍ଯ୍ୟାଳୟ ମାନଙ୍କରେ କାମ କରିବା ଆରମ୍ଭ କରିଦେଲେ। ଯେତେବେଳେ କଳକାରଖାନା କାର୍ଯ୍ୟାଳୟ ମାନଙ୍କରେ ଆରମ୍ଭ କଲେ କାର୍ଯ୍ୟ କରିବା, ସେତେବେଳେ କ'ଣ ସ୍ଥିତି ହେଇଥିବ ତ ଜାଣିଯିବ। ତ ମହିଳାମାନଙ୍କ ପାଇଁ କାର୍ଯ୍ୟର ସୁଯୋଗ ବୃଦ୍ଧି ପାଇଲା ଏବଂ ସେମାନେ ନିଜର ପ୍ରାଧାନ୍ୟ ଉପଲବ୍ଧି କରିବାକୁ ଚାହିଁଲେ। ସେମାନେ ଦେଶର ଅର୍ଥନୈତିକ ବିକାଶ ପାଇଁ ଅନେକ କାମ କଲେ ଏବଂ ରାଜନୈତିକ ଆନ୍ଦୋଳନ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ ମଧ୍ୟ ସେମାନେ କଲେ। କାହିଁକି? ସେମାନେ ଚାରିକାନ୍ଥ ଭିତରେ ରହୁଥିଲେ, କିଛି ଜାଣୁନଥିଲେ, କେବଳ ଘରର ବୃତ୍ତି କରୁଥିଲେ, ଘର କାମ କରି ରହୁଥିଲେ। ବର୍ତ୍ତମାନ ସେମାନଙ୍କୁ ସୁଯୋଗ ମିଳିଲା, ସେମାନେ ବାହାରକୁ ଯିବେ, କଳକାରଖାନାରେ କାମ କରିବେ, ନିଜ ଘରର କୁଟୁମ୍ବ ପରିପୋଷଣ କରିବେ। ସେମାନଙ୍କ ମଧ୍ୟରେ ବଢିଲା କ'ଣ ନା ଆତ୍ମବିଶ୍ୱାସ ଆଉ ସାହସ। ଏ ଆତ୍ମବିଶ୍ୱାସ ଆଉ ସାହସ ସେମାନଙ୍କର ବୃଦ୍ଧି ହେବାକୁ ଲାଗିଲା। ସେମାନେ ପୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା, ସାମାଜିକ ସ୍ଥିତି ଦାବି କଲେ। ପୁରୁଷମାନେ ଉପଭୋଗ କରୁଥିବା ସମସ୍ତ ସୁବିଧା ସୁଯୋଗ ଅଧିକାର ସେମାନଙ୍କୁ ମଧ୍ୟ ଦେବା ପାଇଁ ଦାବି କଲେ। ଏହିପରି ଭାବରେ ପ୍ରଥମ ବିଶ୍ୱଯୁଦ୍ଧ ପରେ ମହିଳାମାନଙ୍କ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଲା। ଫଳରେ ସାମାଜିକ ସ୍ଥିତିର ବହୁଳ ଭାବେ ଉନ୍ନତି ଘଟିଥିଲା। ଏକ ବୈପ୍ଳବିକ ପରିବର୍ତ୍ତନ କୋଉଥିରେ ଆସିଲା ନା ମହିଳାମାନଙ୍କର ଜୀବନରେ ଆସିଲା। ଏହାପରେ ବର୍ଣ୍ଣଗତ ତିକ୍ତତା ଦୂରୀକରଣ। ବର୍ଣ୍ଣଗତ ତିକ୍ତତା ଦୂରୀକରଣ। ବର୍ଣ୍ଣଗତ ତିକ୍ତତା କ'ଣ? ପ୍ରଥମ ବିଶ୍ୱଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏଥିରେ। ଯୁଦ୍ଧ ପୂର୍ବରୁ ଇଂଲଣ୍ଡର ଲୋକମାନେ କଳା ଗୋରା ବର୍ଣ୍ଣଗତ ବୈଷମ୍ୟ ପାଇଁ ଭାରତ ଓ ଆଫ୍ରିକାର ଲୋକମାନଙ୍କୁ ଘୃଣା କରୁଥିଲେ। ବର୍ଣ୍ଣ ଭିତରେ ଜର୍ମାନ ଓ ଫରାସୀ ମାନେ ନିଜକୁ ଅନ୍ୟ ଦେଶର ଅଧିବାସୀ ମାନଙ୍କ ଠାରୁ ଉତ୍କୃଷ୍ଟ ବୋଲି ମନେ କରୁଥିଲେ। କାହିଁକି? ଯିଏ ଗୋରାମାନେ ଥିଲେ ସେମାନେ ଭାବୁଥିଲେ ଆମେ ଅନ୍ୟମାନଙ୍କଠୁ ବହୁତ ଉତ୍କୃଷ୍ଟ। ଯୁଦ୍ଧ ପରେ ପରିସ୍ଥିତିର ପରିବର୍ତ୍ତନ ହେଲା। ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ସକ୍ରିୟ ଭାଗ ନେଇଥିଲେ। ଭାରତ ଓ ଆଫ୍ରିକାର ସୈନ୍ୟମାନେ ଇଂଲଣ୍ଡର ସୈନ୍ୟବାହିନୀ ସହିତ ମିଶି ଲଢ଼ିବାରୁ ସେମାନେ ଇଂଲଣ୍ଡର ସହାନୁଭୂତି ମଧ୍ୟ ପାଇଲେ। ଯେହେତୁ ଭାରତ ଓ ଆଫ୍ରିକାର ଯେଉଁ ସୈନ୍ୟ କଳା ସୈନ୍ୟ ଥିଲେ, ସେମାନେ ଗୋରା ସୈନ୍ୟ ସହିତ ମିଶିକି ଲଢ଼ିଥିଲେ। ସେମାନଙ୍କ ମଧ୍ୟରେ ଯେଉଁ ଜାତିଗତ ବିଦ୍ୱେଷ, ବର୍ଣ୍ଣଗତ ତିକ୍ତତା ଥିଲା, କଳା ଗୋରା ଭେଦଭାବ ଥିଲା, ଜାତି ଭେଦଭାବ ଥିଲା, ତାହା ଧୀରେ ଧୀରେ ତାଙ୍କର ଯେଉଁ ତିକ୍ତତା ବର୍ତ୍ତମାନ କ'ଣ ହେଲା ନା ହ୍ରାସ ପାଇଲା। ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ। ଏହାପରେ ଆମେ ଯିବା ଜାଣିବା ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ କିଭଳି ଭାବେ ହେଇଥିଲା। ତ ଶ୍ରମିକମାନେ ଯୁଦ୍ଧ ସମୟରେ ବହୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସାମଗ୍ରୀ ଉତ୍ପାଦନରେ ଅଂଶଗ୍ରହଣ କରି ସେମାନଙ୍କ ପାଇଁ ଦେଶର ରାଜନୀତିରେ ଏକ ବିଶିଷ୍ଟ ସ୍ଥାନ ଲାଭ କରିପାରିଥିଲେ। ଯୁଦ୍ଧ ଶେଷ ହେବା ପରେ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ନିଜ ଦେଶର ସରକାର ନିକଟରେ ସେମାନେ ଦାବି ମଧ୍ୟ କଲେ। ଯେହେତୁ ସେମାନେ ଶ୍ରମିକ ଶ୍ରେଣୀର ଲୋକ, ତେଣୁ ଶ୍ରମିକ ଶ୍ରେଣୀର ଲୋକମାନେ ନିଜର ସୁବିଧା ସୁଯୋଗ ସରକାର ଯୋଗାଇ ଦିଅନ୍ତୁ, ସେଥିପାଇଁ ସରକାରଙ୍କ ନିକଟରେ ସେମାନେ ଦାବି କଲେ। ବ୍ୟବସାୟ ତଥା ଦେଶର ଶାସନରେ ସେମାନଙ୍କ ଭୂମିକା ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ ଦାବି କଲେ। ସେମାନଙ୍କ ଦାବି ପୂରଣ ଉଦ୍ଦେଶ୍ୟରେ ଯୁଦ୍ଧ ସମାପ୍ତି ପୂର୍ବରୁ ଆରମ୍ଭ ହୋଇଥିବା ଶ୍ରମିକ ସଂଘ ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତ ଶକ୍ତି ମଧ୍ୟ ସିଏ ଖଟାଇଥିଲେ। ତ ଏହିପରି ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ ବିଶ୍ୱଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ପରିଣାମ ହୋଇଥିଲା। ଏହାପରେ ଆମେ ଜାଣିବା ଶିକ୍ଷାର ପ୍ରଗତିରେ ଶିଥିଳତା। ତ ବର୍ତ୍ତମାନ ଶିକ୍ଷାର ପ୍ରଗତିରେ ଶିଥିଳତା କିଭଳି ହେଲା ନା ପ୍ରଥମ ବିଶ୍ୱଯୁଦ୍ଧର ଏକ ନକାରାତ୍ମକ ପରିଣାମ ସ୍ୱରୂପ ଦେଶଗୁଡ଼ିକ ଶିକ୍ଷାର ପ୍ରଗତି ଶିଥିଳ ହୋଇଯାଇଥିଲା। ଯୁଦ୍ଧ କ୍ଷେତ୍ରରେ ଲଢ଼େଇ କରିବା ପାଇଁ ସୈନ୍ୟମାନେ ଆବଶ୍ୟକତା ବୃଦ୍ଧି ପାଇବା ଯୋଗୁଁ ବହୁ ସଂଖ୍ୟକ ବିଦ୍ୟାର୍ଥୀ ସୈନ୍ୟବାହିନୀରେ ଯୋଗ ଦେଲେ। ଯେହେତୁ ଆମର ଯୁଦ୍ଧ କ୍ଷେତ୍ରରେ ଲଢ଼ିବା ପାଇଁ ଆମକୁ ସୈନ୍ୟ ସେମାନଙ୍କ ସଂଖ୍ୟା ଅଧିକ ଦରକାର ଥିଲା, ତେଣୁ ଯେତେ ସଂଖ୍ୟକ ବିଦ୍ୟାର୍ଥୀ ଥିଲେ, ସ୍କୁଲ ବିଦ୍ୟାଳୟ କଲେଜରେ ପଢୁଥିଲେ, ୟୁନିଭର୍ସିଟିରେ ପଢୁଥିଲେ, ସେମାନେ ବାଧ୍ୟ ହୋଇକି ସେମାନଙ୍କର ବିଦ୍ୟା ତ୍ୟାଗ କରି ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ସମସ୍ତଙ୍କ ପାଇଁ ସାମରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ଥିଲା। ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ହୋଇଗଲା। ଯଦି ବିଦ୍ୟାର୍ଥୀ ଆସିବେନି ତ ଶିକ୍ଷାନୁଷ୍ଠାନ ଖୋଲି ଲାଭ କ'ଣ? ତେଣୁ ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଲା ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହୋଇଗଲା। ଏହିପରି ଭାବରେ ପ୍ରଥମ ବିଶ୍ୱଯୁଦ୍ଧ ଶିକ୍ଷାର ପ୍ରଗତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା, ଅନୁକୂଳ ପ୍ରଭାବ ହୋଇନଥିଲା। ଏହାପରେ ଚତୁର୍ଥ ପରିଣାମଟି ଆମେ ଜାଣିବା। ଚତୁର୍ଥ ପରିଣାମଟି ହେଲା ବୈଜ୍ଞାନିକ ପରିଣାମ। ଏ ବୈଜ୍ଞାନିକ ପରିଣାମ କ'ଣ?
ନା ପ୍ରଥମ ବିଶ୍ୱଯୁଦ୍ଧରେ ମହାନ ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ବିଭିନ୍ନ ପ୍ରକାର ସରଞ୍ଜାମ ଯନ୍ତ୍ରପାତିର ବିନାଶକାରୀ ଲକ୍ଷଣ ଗୁଡ଼ିକ ମୁକ୍ତ ଭାବରେ ପ୍ରଦର୍ଶିତ ହେଲା। ଯେଉଁମାନେ ଥିଲେ ବଡ଼ ବଡ଼ ବୈଜ୍ଞାନିକ ମାନେ ସେମାନେ ନିଜର କଳା, ନିଜର ଚାତୁରୀ, ନିଜର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଭିନ୍ନ ଯନ୍ତ୍ରପାତି ସରଞ୍ଜାମ ବିନାଶକାରୀ ଲକ୍ଷଣ ଗୁଡ଼ିକ ତାଙ୍କର ଯେଉଁ ମୁକ୍ତ ଭାବରେ ପ୍ରଦର୍ଶିତ ହୋଇଥିଲା। ଏ ଯୁଦ୍ଧରେ ଉଡ଼ାଜାହାଜ, ବୁଡ଼ାଜାହାଜ, ବୋମା, ବିଷାକ୍ତ ଗ୍ୟାସର ବ୍ୟବହାର ପ୍ରଥମ ଥର ପାଇଁ କରାଯାଇଥିଲା। ବିଜ୍ଞାନ କ୍ଷେତ୍ରରେ ଅଧିକ ଆବିଷ୍କାର ଓ ଉଦ୍ଭାବନ କରିବା ପାଇଁ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଆଗ୍ରହ ବି ବଢ଼ିଥିଲା। ବିଜ୍ଞାନର ବିକାଶ ତଥା ଆଧୁନିକ ବିଜ୍ଞାନର ଉପକରଣ ନିର୍ମାଣ କରିବା ପାଇଁ ଦେଶମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ମଧ୍ୟ ସୃଷ୍ଟି ହୋଇଥିଲା। ଆଉ ଏଇ ଯୋଉ ପ୍ରଥମ ବିଶ୍ୱଯୁଦ୍ଧର ଶେଷ ବା ଅନ୍ତିମ ପରିଣାମଟି ହେଲା ସାଂସ୍କୃତିକ ପରିଣାମ। ଏ ସାଂସ୍କୃତିକ ପରିଣାମ ବିଷୟରେ ଜାଣିବା। ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ୱଯୁଦ୍ଧର ପରିଣାମ ନକାରାତ୍ମକ ଥିଲା, ସକାରାତ୍ମକ ନଥିଲା, ତା ଅର୍ଥ ବହୁତ ଖରାପ ଥିଲା। ଏ ଯୁଦ୍ଧରେ ଅନେକ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, କଳାକାର ପ୍ରଭୃତି ଜୀବନ ହରାଇଥିଲେ। ଫଳରେ କିଏ ମରିଥିଲେ ନା ଐତିହାସିକ, ବୈଜ୍ଞାନିକ, କଳାକାର ଆଉ ସାହିତ୍ୟିକ ଏମାନେ ଜୀବନ ହରାଇଥିଲେ। ଫଳରେ ଦେଶମାନଙ୍କର ସାଂସ୍କୃତିକ ପ୍ରଗତି ବାଧାପ୍ରାପ୍ତ ହୋଇଥିଲା। ଏହାଛଡ଼ା ସାଂସ୍କୃତିକ ଦୃଷ୍ଟିକୋଣରୁ ବିଶିଷ୍ଟ ସ୍ଥାନ ଅଧିକାର କରିଥିବା ତଥା ଦେଶର ଐତିହ୍ୟ ବହନ କରୁଥିବା ଅନେକ ସୁନ୍ଦର ଅଟ୍ଟାଳିକା, ବିରାଟ ବିରାଟ ଘର, ସୁନ୍ଦର ଅଟ୍ଟାଳିକା, ବଙ୍ଗଲୋ ଏବଂ ସଂସ୍କୃତିର ବିକାଶରେ ସାହାଯ୍ୟ କରୁଥିବା ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କ ପଥ, ଶିକ୍ଷାନୁଷ୍ଠାନ ଆଉ ଧର୍ମାନୁଷ୍ଠାନ ଏ ସବୁତିକ ଧ୍ୱଂସ ପାଇଥିଲା। ଏହିପରି ଭାବରେ ବିଶ୍ୱଯୁଦ୍ଧ ବିଶ୍ୱ ସଂସ୍କୃତିର ବହୁ ପରିମାଣରେ କ୍ଷତି ସାଧନ କରିଥିଲା। ତ ଆମେ ଜାଣିପାରୁଥିବା ତ ଅଟ୍ଟାଳିକା ସାଂସ୍କୃତିକ ବିକାଶରେ ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କ ପଥ, ଶିଳ୍ପାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ମଧ୍ୟ ଧ୍ୱଂସ ପାଇଯାଇଥିଲା। ଉପରୋକ୍ତ ଏହି ବର୍ଣ୍ଣନାରେ ଆମେ ଜାଣିଲେ ଯେ ପ୍ରଥମ ବିଶ୍ୱଯୁଦ୍ଧ ପୃଥିବୀ ଇତିହାସର ଏକ ଯୁଗାନ୍ତକାରୀ ଘଟଣା ବୋଲି। କଣ ଏଇଟା ନା ପ୍ରଥମ ବିଶ୍ୱଯୁଦ୍ଧ ହେଉଛି ପୃଥିବୀ ଇତିହାସର ଏକ ଯୁଗାନ୍ତକାରୀ ଘଟଣା। ଏଥିପାଇଁ ଯୁଦ୍ଧରେ ଉଭୟ ବିଜେତା ଓ ବିଜିତଙ୍କୁ ଅନେକ ପରିମାଣରେ ଅର୍ଥହାନି, ଜୀବନହାନି ସହିବାକୁ ପଡ଼ିଥିଲା। ଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନୁଷ୍ଠିତ ପ୍ୟାରିସ୍ ସନ୍ଧି ଗୁଡ଼ିକରେ ନିଷ୍ପତ୍ତି ନେବା କ୍ଷତିପୂରଣର ବିଜେତା ରାଷ୍ଟ୍ରମାନେ ସନ୍ତୁଷ୍ଟ ହେଲେ ନାହିଁ। ତେଣୁ ଅପରପକ୍ଷରେ ବିଜିତ ରାଷ୍ଟ୍ରମାନେ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ନିଷ୍ପତ୍ତିକୁ ମାନି ନେବାକୁ ବାଧ୍ୟ ହୋଇଥିଲେ। ସୁଦ୍ଧା ପରାଜୟର ପ୍ରତିଶୋଧ ନେବା ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରୁଥିଲେ। ସେମାନଙ୍କ ନିଜ ଇଚ୍ଛା ନଥିଲା, କିନ୍ତୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯେଉଁ ନିଷ୍ପତ୍ତି ସେମାନେ ମାନି ନେଇଥିଲେ, ମାନି ନେବା ଫଳରେ କଣ ପାଇଁ ମାନି ନେଇଥିଲେ? ମାନି ନେବା ଫଳରେ ସେମାନେ ଯେଉଁ ପରାଜୟ ହେଇଥିଲେ ତାର ପ୍ରତିଶୋଧ ମଧ୍ୟ ସେମାନେ ନେବା ପାଇଁ ପ୍ରସ୍ତୁତ ହେଇଥିଲେ। ସ୍ଥାୟୀ ଭାବେ ଶାନ୍ତି ପ୍ରତିଷ୍ଠା ହୋଇପାରିଲା ନାହିଁ। ମାତ୍ର 20 ବର୍ଷ ପରେ ସମ୍ପୃକ୍ତ ରାଷ୍ଟ୍ରମାନଙ୍କୁ ଆଉ ଥରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ଶିକାର ହେବାକୁ ପଡ଼ିଥିଲା। ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା କେବେ ନା ମାତ୍ର 20 ବର୍ଷ, ପ୍ରଥମ ବିଶ୍ୱଯୁଦ୍ଧର 20 ବର୍ଷ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ ହୋଇଥିଲା। କାହିଁକି ନା ସେମାନଙ୍କ ଭିତରେ ଯେଉଁ ଶୀତଳ ଯୁଦ୍ଧ ଚାଲିଥିଲା, ସେହି ଶୀତଳ ଯୁଦ୍ଧର ପରିଣାମ ସ୍ୱରୂପ ଏହାର ସୂତ୍ରପାତ ହୋଇଥିଲା। ଥ୍ୟାଙ୍କ ୟୁ।